ସବୁଦିନଠୁ ଆଜି ଘରୁ ବାହାରିଲା ବେଳକୁ ମୋ ମନଟା ଭାରି ଖୁସି ଥିଲା। କାହିଁକି କହିଲେ, ମୋ ସାଙ୍ଗରେ କିଏ ଅଛି ଦେଖୁନାହାନ୍ତି, କୁନି ମୋ ସାଙ୍ଗରେ ଥିଲା। ମୁଁ ପ୍ରାୟ ସୁଲୁ, ଗୁଟୁ ଆଉ ନିଣ୍ଟୁକୁ କୁଆଡ଼େ କୁଆଡ଼େ ନିଏ। ବିଶେଷ ଭାବରେ ମୁଁ ସୁଲୁ, ଗୁଟୁକୁ ନିଏ। ନିଣ୍ଟୁକୁ ବି ବେଶୀ ନେଇପାରେନି, ଆଉ କୁନିକି ତ ମୋଟେ ହିଁ ନିଏନି। କାହିଁକିନା ସେମାନଙ୍କ ବୟସ ଟିକେ କମ୍, ତାଙ୍କୁ ସାଙ୍ଗରେ ନେଇକି ସମ୍ଭାଳିବା ମୋ ପକ୍ଷେ ସମ୍ଭବ ହୁଏନି। ହେଲେ ମନ କ'ଣ ଭଲ ଲାଗେ କି, ଯୋଡ଼େ ଛୁଆଙ୍କୁ ନେଉଛି, ଯୋଡ଼େ ଛୁଆଙ୍କୁ ନେଇପାରୁନି। ଆଜି କିନ୍ତୁ ମୁଁ କୁନିକି ନେଇକି ବୁଲି ବାହାରିଥିଲି। ସେଇଥିପାଇଁ ମୋ ମନଟା ଭାରି ଖୁସି ଥିଲା। ହେଲେ କୁନିକି ମୁଁ ସାଙ୍ଗରେ ନେଇଥିଲି ତା ଅପା ସାହସରେ। କଥାଟା ବୁଝେଇ କହିଦେଉଛି। ମୋ ପୁଅ କହିଲା ରବିବାରରେ ବି ତା'ର କ'ଣ ଅଫିସ୍ କାମ ଅଛି, କିନ୍ତୁ ସେ ନିର୍ଦ୍ଦିଷ୍ଟ ଗୋଟିଏ ଜାଗାକୁ ଯିବ ଆଉ ସେଠୁ ଫେରିବ। ମୋତେ ପଚାରିଲା, ବୋଉ ତୁ ଯିବୁ କିଲୋ? ମୁଁ କହିଲି କେଉଁଠିକି ଯିବୁ କହିଲୁ? ସେ କହିଲା ତିଗିରିଆ। ମୁଁ କହିଲି ତାହେଲେ ଠିକ୍ ଅଛି, ମୁଁ ନିଶ୍ଚୟ ଯିବି। ଦେଖୁନାହାନ୍ତି, ଏଇ ପୁରା ଆମ ତିଗିରିଆ ଜଗନ୍ନାଥ ମନ୍ଦିର, ଭାରି ପୁରୁଣା ମନ୍ଦିର, ଭାରି ସୁନ୍ଦର ଲାଗେ। ଆଉ ମୁଁ ତ ପ୍ରସାଦ ଲୋଭୀ, ସେଇ ଲୋଭରେ ମୁଁ ଯାଇଥିଲି। ପୁଅ ଯେବେ ମନ୍ଦିରରେ ପ୍ରସାଦ ଖାଏ, ମୋ ପାଖକୁ ଫଟୋ ପଠାଏ, କହେ ବୋଉ ଦେଖ ମୁଁ ଆଜି ମନ୍ଦିରରେ ଖାଉଛି। ମୁଁ ତାକୁ କହେ ମୋତେ ଥରେ ନବୁରେ ବାପା, ମୁଁ ଟିକେ ପ୍ରସାଦ ପାଇବି। ଗତ ଥର ଯାଇଥିଲି, ପ୍ରସାଦ ପାଇଲି, ପ୍ରଭୁଙ୍କ ଦର୍ଶନ ପାଇନଥିଲି। ଆପଣମାନେ ଯିଏ ମନେ ରଖିଥିବେ, ମନେ ଥିବ ନିଶ୍ଚୟ। ମୁଁ ପ୍ରାର୍ଥନା କଲି, ପ୍ରଭୁ ସବୁବେଳେ ଖାଇବା କଥା କହିଲି ବୋଲି ତମେ ମୋତେ ପ୍ରସାଦ ଟିକେ ଦେଲ, କିନ୍ତୁ ତମ ଦର୍ଶନ ଦେଲନି। ତମ ପ୍ରସାଦ ଟିକେ ଖାଇବାକୁ ଇଚ୍ଛା କରିବାଟା କ'ଣ ମୋର ଗୋଟେ ଭୁଲ? ତମରି ଅଇଁଠା ଟିକେ ଖାଇବାକୁ ତ ଭାରି ସୁଖ ଲାଗେ ମୋତେ। ସେଇଥିପାଇଁ ସବୁବେଳେ ଚାହେଁ ତମେ କେଉଁଠି ଅଛ, କେମିତି ଖାଉଛ, ମୁଁ ଟିକେ ଜାଣନ୍ତି, ଆଉ ତମ ଅଇଁଠା ଟିକେ ଖାଇଦିଅନ୍ତି। ଦେଖୁନାହାନ୍ତି କେମିତି ଫରଫର ହେଇ ବାନା ଉଡ଼ୁଛି। ଏମିତି ଭାବୁ ଭାବୁ ଆମେ ତ ଯାଇ ମନ୍ଦିରରେ ପହଞ୍ଚିଗଲୁ। ଆଉ ଏଥର ସଅଳ ସଅଳ ଯାଇଥିଲି ଟିକିଏ ପ୍ରଭୁଙ୍କ ଶ୍ରୀମୁଖ ଦର୍ଶନ କରିବି ବୋଲି। ହଁ, କଥାଟା ପୁରା ଅଧା ରହିଲାଣି। ଝିଅକୁ ନେବାକୁ ମୁଁ ଏଇଥିପାଇଁ ଭାବିଲି, ମୋ ସାଙ୍ଗରେ ମୋ ସମୁଦୁଣୀ ଆଉ ମୋ ଝିଅ ବି ଯାଉଥିଲେ। ପୁଅ ମୋତେ କହିବାରୁ ମୁଁ ସାଙ୍ଗେ ସାଙ୍ଗେ ଝିଅକୁ ଫୋନ୍ କଲି। ମୁଁ କହିଲି ଆରେ ବାବାଇ ସାଙ୍ଗେ ଯିବୁ କି ଆଜି ତିଗିରିଆ? ମୁଁ ଖାଲି ପ୍ରସାଦ ପାଇବା ପାଇଁ ଆଉ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଯାଉଛି। ସେ ଶାଶୁ ବୋହୂ ବି ଖୁସିରେ ବାହାରି ପଡ଼ିଲେ। ସେମାନଙ୍କ ସାହସରେ ମୁଁ କୁନିକି ନେଇଗଲି। ଆଉ ଆଜି କିନ୍ତୁ ଗଲାବେଳକୁ ପ୍ରଭୁଙ୍କର ପହଡ଼ ଖୋଲା ଥିଲା। ଆଉ ଦର୍ଶନ କେମିତି ନ କରିବି? ଭାରି ଖୁସି ଲାଗିଲା। ମୁଁ କହିଲି ସତରେ ମୋ ଡାକ ଶୁଣିଲେ, ମୋତେ ପୁଣି ଡକେଇ ଆଣିଲେ। ଆଜି ପ୍ରଭୁଙ୍କୁ ଦର୍ଶନ କରିବି ଆଉ ପ୍ରସାଦ ବି ପାଇବି। ସାଙ୍ଗରେ ପୁଣି ସ୍ନେହର ନାତୁଣୀ ମୋ କୁନି, ତାରା ଆଉ ମୋ ସମୁଦୁଣୀ ଆଉ ମୋ ଝିଅ ବି ଅଛନ୍ତି। ଗପସପ ଚବିମାରେ ବି ଅସୁବିଧା ନାହିଁ। ଆମକୁ ମନ୍ଦିରରେ ଛାଡ଼ିଦେଇ ପୁଅ ଗଲା ତା କାମ କରିବାକୁ। ଆମେ ସେଠି ଏପଟ ସେପଟ ହେଲୁ। ମନ୍ଦିର ପରିବେଶ ମୋତେ ଭାରି ଭଲ ଲାଗେ। କେମିତି ଗୋଟେ ନିଛାଟିଆ ମନ୍ଦିରଟା, ଆଉ ସେଠୁ ଆକାଶ ଆଉ ମନ୍ଦିର ଏତେ ଭଲ ଲାଗେ। ଗୋଟେ ଦିଟା ନଡ଼ିଆ ଗଛ ବି ଅଛି। ଆପଣମାନେ ଯଦି କେବେ ଯାଉଥିବେ ସିଆଡ଼େ, ନିଶ୍ଚୟ ତିଗିରିଆ ଜଗନ୍ନାଥ ମନ୍ଦିର ଦେଖିବେ। ସେଠି ପହଞ୍ଚିଗଲା ପରେ କେମିତି ଗୋଟେ ଅଲଗା ଅନୁଭବ ଆସିବ। ମୋର ତ ସେୟା ଅନୁଭବ ହେଉଛି। ଆପଣମାନେ ଗଲେ ମୋ କଥାର ସତ୍ୟାସତ୍ୟ ଅନୁଭବ କରିବେ। ମୋ ସହିତ ଆପଣମାନେ ଯିଏ ପରିଚିତ ହୋଇଗଲେଣି, ଆପଣ ଜାଣିଥିବେ ମୁଁ ଯେଉଁ ମନ୍ଦିରକୁ ଗଲେ କେବଳ ଘିଅ ଦୀପଟିଏ ଜାଳେ, ମୁଣ୍ଡିଆଟିଏ ମାରେ, ଆଉ ଭୋଗ ଖାଇବାକୁ ବିକଳିଙ୍କ ଭଳିଆ ଅନେଇଥାଏ। ଏବେ ଯେମିତି ଯାଇକି ରାମ ମନ୍ଦିରରୁ ପ୍ରସାଦ ପାଇଦେଇ ପଳେଇ ଆସିଛି, ଶ୍ରୀମୁଖ ଦର୍ଶନ କରିନି ଶ୍ରୀରାମଙ୍କର। ଠିକ୍ ଅଛି, ଯେତିକି ଦୟା କଲେ ସେତିକିରେ ମୁଁ ଖୁସି। ନେଇଥିବା ଘିଅରେ ଦୀପ ଜାଳି ଆମେ ଦି ସମୁଦୁଣୀ ଆଉ ଝିଅ ଠାକୁରଙ୍କୁ ଟିକେ ବନ୍ଦେଇ ଦେଲୁ। ତାପରେ ଦୀପକୁ ଥୋଇ ମନ୍ଦିରରେ ଏପଟ ସେପଟ ହେଲୁ। ମନ୍ଦିରରେ ବହୁତ ମାଙ୍କଡ଼ ଥିଲେ, ସେମାନଙ୍କୁ ସବୁ ଦେଖିଲୁ। ଆଉ ଖାଇବାର ବି ତ ଥିଲା ସେଇଠି। ହଁ, ଦୀପ ଲଗେଇ ସାରିଲା ବେଳକୁ ସେଠି ବହୁତ ପବନ ହେଉଥିଲା। ତେଣୁ ସବୁ ଦୀପକୁ ଯୋଡ଼ିକିରି ଆମେ ଗୋଟିଏ ଜାଗାରେ ଥୋଇଦେଲୁ, କାଳେ ପବନରେ ଲିଭିଯିବ। ପୁଣି ଭାବିଲି, ଆରେ ଯାହା ପାଇଁ ଦୀପ ଜାଳିଛି, ସେ ଯଦି ଦୀପ ଜଳେଇବା ରଖିବାକୁ ଚାହିଁବେ, କେଉଁ ପବନ ସେଠି ବାଧା ଦେବ? ସେଇ କଥା କଥାବାର୍ତ୍ତା ହେଇ ସମୁଦୁଣୀ, ଝିଅ ଆଉ ମୁଁ ଆସିଲୁ। ସେଠି କଥାବାର୍ତ୍ତା ଛଳରେ ଆମେ ଜାଣିଲୁ ଏଇଠୁ ମାଣିଆବନ୍ଧ ବହୁତ ପାଖ। ଆଗରୁ ବି ମୁଁ ସେଠିକି ପୁଅ ସହିତ ଯାଇଥିଲି, ହେଲେ ବାଟଘାଟ ଦୂରତା ମୋର ଏତେ ମନେ ରହେନି ମ। ଏ ପିଲାମାନେ ତ ନିଅନ୍ତି ଆଣନ୍ତି, ଏତେ କଥାରୁ ମୁଁ କ'ଣ ପାଇବି? କୁନି ବି ଆଜି ଭାରି ଖୁସି ଥିଲା। ଦେଖିଲା ତା ବାପା ଅଛି, ମୁଁ ଅଛି, ତା ପ୍ରିୟ ଅପା ଅଛି, ବୁଲାବୁଲି ବି ହେଉଛି। ଆଉ ତା ସାଙ୍ଗେ ବାଦ ପକାଇବାକୁ ବି କେହି ନାହାନ୍ତି। ସିଏ ଆଉ କାହିଁ ମନ ଦୁଃଖ କରିବ? ଆମେ ସବୁ ପାର୍ଶ୍ୱ ଦେବାଦେବୀଙ୍କୁ ବୁଲୁଥିଲୁ, ଦେଖୁଥିଲୁ। ସେଠି ମା ବିମଳା ଆଉ ମା ଲକ୍ଷ୍ମୀ ମଧ୍ୟ ଅଛନ୍ତି। ଆମ ସାଙ୍ଗରେ କୁନି ବି ବୁଲୁଥିଲା। ସେଠି ସୋମବାର ଆଉ ଗୁରୁବାର
ସ୍ୱତନ୍ତ୍ର ଭୋଗର ବ୍ୟବସ୍ଥା ଥାଏ। ଆପଣ ଏଇ 2 ବାରରେ ଗଲେ ସେଠି ଭୋଗ ଖାଇବାର ମଜା ବି ନେବେ। ଦେଖୁନାହାନ୍ତି, ମୁଁ ପରା କହୁଥିଲି ନା ନୀଳ ଆକାଶରେ ଭାରି ଭଲ ଦେଖାଯାଏ ସେ ମନ୍ଦିରର ଶୋଭା। ତେଣୁ ଏଇଠି ଗୋଟେ ଫଟୋ ନେବା ପାଇଁ ପୁଅକୁ କହିଲି। ମୁଁ ମନ୍ଦିରରୁ ବାହାରି ଆସୁଥିଲି, ଆଉ ଫେରି ସବୁ ଦେଖୁଥିଲି। ମୋର ମନ ପୁରୁନଥିଲା। ଆପଣମାନେ କେବେ ଗଲେ ବି ଦେଖିବେ ନିଶ୍ଚୟ। ରହିଗଲିଣି, କହିବାକୁ ଭୁଲି ଯାଉଛି। ସେଇଠୁ ଆମେ ଗଲୁ ମାଣିଆବନ୍ଧ। କାହିଁକି ନା ମାଣିଆବନ୍ଧରେ ଲୁଗାପଟା ଭଲ ତିଆରି ହୁଏ, ମାନେ ଏଇ ଯେମିତି ସମ୍ବଲପୁରୀ ଶାଢ଼ୀ ସେଠୁ ଆମେ ମାଣିଆବନ୍ଧ ଯାଇ ଲୁଗାପଟା ଦେଖିଲୁ ଅଧିକା, କିଣିଲୁ କମ୍। ଏଇ ଯେଉଁ ନାଲି କପଡ଼ାଟା ନୁହେଁ କି, ମୁଁ ମୋ 3 ପୁଅଙ୍କ ପାଇଁ ଆଣିଲି। କାହିଁକି କହିଲେ, ଗତ ଥର ଯେଉଁ ଯାଇଥିଲି ଝିଅ ବୋହୂଙ୍କ ପାଇଁ ଡ୍ରେସ୍ କପଡ଼ା ଆଣିଥିଲି, ହେଲେ ପୁଅମାନଙ୍କ ପାଇଁ କିଛି ଆଣିନଥିଲି। ଏଥର ଭାବିଲି ସେମାନଙ୍କ ପାଇଁ ନେଇଯିବି। ତାଙ୍କ ପାଇଁ ବି ଆଣିଲି। ଲୁଗାପଟା ଦେଖିଲେ ଆଉ କ'ଣ ମନ ସମ୍ଭାଳେ? ସେ ଶାଶୁ ବୋହୂ ବି ଦେଖିଲେ, ହେଲେ କହିଲେ ତାଙ୍କୁ ସମ୍ବଲପୁରୀ ଭଲ ଲାଗୁଛି, ମାଣିଆବନ୍ଧୀ ସେତେ ଭଲ ଲାଗିଲାନି। ସେମାନେ ସେଥିପାଇଁ କିଛି ଆଣିଲେନି। ହେଲେ ଗୁଡ଼ାଏ ସମୟ ସେଠି ଦେଖାଦେଖି କଲୁ। ଗତ ଥର ବି ତ ମୁଁ ଏଇ ମହାପାତ୍ର ବାବୁଙ୍କ ଦୋକାନକୁ ହିଁ ଯାଇଥିଲି ନା। ସେଠିକି ଯିବାର କାରଣ ସେଠି ତନ୍ତ ଥିଲା। ଏଥର ଆଉ ତନ୍ତରେ ଲାଗିଲିନି। ଗଲାଥର ତ ସବୁ ଦେଖିଛି, ଆପଣମାନଙ୍କୁ ବି ସବୁ ଦେଖେଇ ଦେଇଛି। ଆଉ ଏଥର ପୁଣି କ'ଣ ଦେଖିବି? ଏଥର ଖାଲି ଗୁଡ଼ିଏ ଲୁଗାପଟା ଦେଖିଲୁ। ଭାରି ଖୁସି ଲାଗିଲା। ଆମେ ଏତେ ସମୟ ଦେଖିଲୁ, ଖୁବ୍ କମ୍ ଜିନିଷ କିଣିଲୁ, କିନ୍ତୁ ସେମାନେ ଖୁସିରେ ଆମକୁ ଦେଖାଇଲେ। ସେ କହିଲେ, ଗରାଖ ପରା ଈଶ୍ୱର, ଆପଣ ଦେଖନ୍ତୁ, ଦେଖିବାକୁ କ'ଣ ପଇସା ପଡ଼ୁଛି ନା ମନା ଅଛି? ଆମେ ବି ମନ ଭରି ସବୁ ଦେଖାଦେଖି କରି ଫେରିଲୁ। ଫେରିଲା ବେଳକୁ ଆହୁରି ଡେରି ହେଇଗଲାଣି। ବାଟରେ ଟିକେ ଭୋକ ହେଉଥିଲା। ପୁଅ କହିଲା, ତୋତେ ଖାଲି ସବୁବେଳେ ଭୋକ ଲାଗିଲେ ମନ କାହିଁ ବ୍ୟସ୍ତ କରୁଛୁ? ବୟସ ହେଇଗଲେ ପିଲାଙ୍କ ପରି ବାରମ୍ବାର ଖାଇବାକୁ ବି ଭଲ ଲାଗେ। ତୁ ପୁରା ଜାଣିଛୁ, ଆଗରେ କଇଥ ଛକ ପଡ଼ିବ, ସେଠି ଆମେ ଖାଇବାନି କି? ବଣ ଜଙ୍ଗଲ ପାର ହେଇ ଆମେ ପୁଣି ଯାଇ ପହଞ୍ଚିଗଲୁ କଇଥ ଛକରେ। ସେଠି ମନ ଭରି ଜଳଖିଆ ପତ୍ର ଖାଇଲୁ। କୁନି ବି ଦୋକାନରୁ ତା ଭାଇମାନଙ୍କ ପାଇଁ ଚକୋଲେଟ୍ ଆଣିଲା। ଆମ ଛୁଆଙ୍କର ଏଇ ଗୁଣଟା ମୋତେ ଭାରି ଭଲ ଲାଗେ। ଯିଏ ଯୁଆଡ଼େ ଗଲେ ଘରେ ଥିବା ଅନ୍ୟ ପିଲାମାନଙ୍କ ପାଇଁ ସେମାନଙ୍କ ଆଣୁ ହିଁ ନିଜେ କହିକି ଯାହା କିଛି ନେଇ ଆସନ୍ତି। ଦେଖୁନାହାନ୍ତି, କୁନି ଧରିଛି। ସେ ବି କହିଲା, ମୁଁ ଭାଇମାନଙ୍କ ପାଇଁ କ'ଣ ନେବି? ତାପରେ ମୁଁ ସେମାନଙ୍କ ପାଇଁ କିଣିଦେଲି। ଆଉ ସେ ଖୁସିରେ ସେସବୁ ଧରିଲା। ସୁନ୍ଦର ରାସ୍ତାକୁ ପାର ହେଇ ଆମେ ଆସି କେତେବେଳେ ଝିଅ ଘରେ ପହଞ୍ଚିଗଲୁ ଜାଣିପାରିଲୁନି। ଝିଅ ଘରେ ପହଞ୍ଚି ଯାଇ ସେମାନେ ତ ଓହ୍ଲେଇ ଗଲେ, ଆଉ ଗାଡ଼ିରେ କୁନି ଢୋଳେଇ ପଡ଼ିଲା। ତାହେଲେ ମୁଁ କ'ଣ କରିବି? ଆମେ ଜଗନ୍ନାଥ ମନ୍ଦିରରେ ଯେଉଁ ସୁନ୍ଦର ଫଟୋ ସବୁ ଉଠେଇଥିଲୁ, ସେଇଆକୁ ବସି ଦେଖିଲି। ଦେଖୁନାହାନ୍ତି, ବାପ ଝିଅ ଭାରି ଖୁସି ଥିଲେ। କୁନି ବି ଏତେ ଖୁସି ଥିଲା, କାହିଁକିନା ସେ ତ ଏମିତି କେବେ ବୁଲିବାକୁ ଯାଏନି ନା ବେଶୀ। ସେ ବହୁତ ଖୁସି ଥିଲା। ମୋତେ ବି ଆଜିର ବୁଲିବାଟା ବହୁତ ଭଲ ଲାଗିଲା। ଆମେ ଯାହା ସବୁ ଫଟୋ ଉଠେଇଥିଲୁ ସେଇଆକୁ ଦେଖି ମୁଁ ଆସି ଘରେ ପହଞ୍ଚିଗଲି। ଭାବିଲି ଫଟୋ ଗୁଡ଼ିକ ତ ବହୁତ ଭଲ ଲାଗୁଛି, ତାହେଲେ ଆପଣମାନେ ବି ଟିକେ ଦେଖିନିଅନ୍ତୁ ଆମର ଏ ମନ୍ଦିର ବୁଲା ଆଉ ଏ ଫଟୋ ସବୁ କେମିତି ଲାଗିଲା ମୋତେ କହିବେ। ଆଉ ଆପଣମାନଙ୍କର ଯଦି ସୁବିଧା ଅଛି ନିଶ୍ଚୟ ଥରେ ତିଗିରିଆ ଜଗନ୍ନାଥ ମନ୍ଦିର ଯାଆନ୍ତୁ, ଆଉ ସେଠି ପ୍ରସାଦ ସେବନ କରନ୍ତୁ। ତାପରେ ଯାଇ ମୋ କଥାର ସତ୍ୟାସତ୍ୟ ଅନୁଭବ କରିବେ। ପ୍ରଭୁ ଜଗନ୍ନାଥଙ୍କୁ ପ୍ରଣାମ କଲି, ମୋତେ ଏମିତି ବୁଲଉଥାଏ।